କୋଦଳାଠାରେ 27ତମ ବିଜେଡିର ପ୍ରତିଷ୍ଠା ଦିବସ ପାଳିଲେ ବିଧାୟିକା ଓ ହଜାର ହଜାର କର୍ମୀ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ୍ଏସି ଦଣ୍ଡେଶ୍ୱର ମନ୍ଦିର ପରିସରରେ ଆଜି ବିଧାୟିକା ଲତିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ 27ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଏହି ଅବସରରେ କବିସୂର୍ଯ୍ୟନଗରଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରୁ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିବା ପରେ 4 ନମ୍ବର ୱାର୍ଡରେ ବିକଶିତ ପ୍ରକଳ୍ପର ଶୁଭ ଉଦ୍ଘାଟନ କରି ବାଇକ୍ ରାଲିରେ କୋଦଳା ସଭାସ୍ଥଳରେ ପହଞ୍ଚିଥିଲେ। 27 ବର୍ଷ ଧରି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଅପ୍ରନୋଦିତ ଶାସନରେ ଗାଁ ଗାଁରେ ବିକାଶକୁ ଉପସ୍ଥିତ ହଜାର ହଜାର କର୍ମୀ ମହିଳାଙ୍କୁ ଉଦ୍ବୋଧନ ଦେଇ ସଚେତନ କରିଥିଲେ ବିଧାୟିକା ଲତିକା ପ୍ରଧାନ। ସେହିପରି ବହୁ ବରିଷ୍ଠ ବିଜେଡି ନେତା କର୍ମକର୍ତ୍ତା ଯୋଗଦେଇ ବିଜେଡି ଶାସନରେ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିବା ଜଣାପଡ଼ିଛି। ଅନୁଷ୍ଠିତ ସଭାରେ କବିସୂର୍ଯ୍ୟନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ, ମହେଶ୍ୱର ବରାଡ଼, ରଞ୍ଜନ ପଲାଇ, ବିପିନ ବିହାରୀ ଶତପଥୀ, ସତ୍ୟବାନ ସାହୁଙ୍କ ସମେତ କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ବେଗୁନିଆପଡ଼ା ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ଦଳୀୟ ନେତୃବୃନ୍ଦ ଯୋଗଦେଇ ନିଜ ନିଜ ମତ ରଖିଥିବା ଜଣାପଡ଼ିଛି। କବିସୂର୍ଯ୍ୟନଗରରୁ କୃଷ୍ଣ ନାହକଙ୍କ ରିପୋର୍ଟ, AKN ନ୍ୟୁଜ୍।